ଆଜି ଆମ ପାଖରେ ଯୋଉ ତଥ୍ୟ ଅଛି, ସେହି ଆଧାରରେ ଆମେ ଲଦାଖର ଗୋଟେ ବେଶ୍ ଜଣାଶୁଣା ସାଂସ୍କୃତିକ ଉତ୍ସବ ବିଷୟରେ ଟିକେ କଥା ହେବା। ଏମିତି ଗୋଟେ ପର୍ବ ଯୋଉଠି ଧର୍ମ, ଇତିହାସ ଆଉ ରଙ୍ଗୀନ ପରମ୍ପରା ସବୁ ମିଶିକି ଅଛି। ହଁ, ଆପଣ ଠିକ୍ କହିଲେ। ଆମେ କଥା ହେଉଛୁ ହେମିସ୍ ସେଚୁ ବିଷୟରେ। ଏଟା ଖାଲି ଗୋଟେ ଉତ୍ସବ ନୁହେଁ ମ, ଏଟା ମାନେ ତିବ୍ବତୀୟ ବୌଦ୍ଧ ପରମ୍ପରାର ଏକ ଗଭୀର ପ୍ରତିଫଳନ କହିହେବ। ହେମିସ୍ ସେଚୁ, ହଁ। ଏହାର ନାଁ ଆଉ ଏହାର ମହତ୍ତ୍ୱ ବିଷୟରେ ଆଉ ଟିକେ ଜାଣିବାକୁ ମିଳିବ କି? ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ, ଏହି ଉତ୍ସବ ମୁଖ୍ୟତଃ ପାଳନ କରାଯାଏ ଗୁରୁ ପଦ୍ମସମ୍ଭବଙ୍କ ଜନ୍ମବାର୍ଷିକୀ ପାଇଁ। ତାଙ୍କୁ ତିବ୍ବତୀୟ ବୌଦ୍ଧ ଧର୍ମରେ ଗୁରୁ ରିନପୋଚେ ବୋଲି ବି କହନ୍ତି, ମାନେ ଦ୍ୱିତୀୟ ବୁଦ୍ଧ ଭାବରେ ବହୁତ ସମ୍ମାନ ଦିଆଯାଏ। କୁହାଯାଏ ତାଙ୍କରି ପାଇଁ ହିଁ ହିମାଳୟ ଅଞ୍ଚଳରେ ବୌଦ୍ଧ ଧର୍ମରେ ଏତେ ପ୍ରସାର ହେଲା। ଓହୋ, ଗୁରୁ ରିନପୋଚେ, ଦ୍ୱିତୀୟ ବୁଦ୍ଧ, ଏଟା ତ ବହୁତ ବଡ଼ ଉପାଧି। ତାଙ୍କ ଜନ୍ମଦିନକୁ ଏତେ ବଡ଼ ଆକାରରେ ପାଳିବା ପଛରେ ନିଶ୍ଚୟ କିଛି ଗଭୀର କାରଣ ଥିବ। ଏକଦମ। ଗୁରୁ ପଦ୍ମସମ୍ଭବ କ'ଣ କରିଥିଲେ ନା, ସେ ଖାଲି ଧର୍ମ ପ୍ରଚାର କରିନଥିଲେ, ସେ ସେଠିକାର ସ୍ଥାନୀୟ ପରମ୍ପରା ଆଉ ବିଶ୍ୱାସକୁ ବୌଦ୍ଧ ଧର୍ମ ସହିତ ମିଶେଇବାରେ ଗୋଟେ ବଡ଼ ଭୂମିକା ନେଇଥିଲେ। ତେଣୁ ହେମିସ୍ ସେଚୁ ହେଉଛି ତାଙ୍କର ସେଇ ଅବଦାନ ଆଉ ଆଧ୍ୟାତ୍ମିକ ଶକ୍ତିକୁ ମନେ ପକାଇବାର ଗୋଟେ ବଡ଼ ମାଧ୍ୟମ। ଆଚ୍ଛା, ଆଉ ଏ ଉତ୍ସବଟା କୋଉଠି ହୁଏ ଆଉ କେତେବେଳେ? ଏହାର ପାଳନରେ କିଛି ଖାସ୍ କଥା ଅଛି କି? ହଁ, ଏଇଟା ହୁଏ ଲଦାଖର ସବୁଠୁ ବଡ଼ ଆଉ ପ୍ରସିଦ୍ଧ ମଠ ହେମିସ୍ ମଠ ଭିତରେ, ହେମିସ୍ ମଠ ପରିସରରେ। ଆଉ ସମୟଟା ହେଲା ତିବ୍ବତୀୟ ଚନ୍ଦ୍ରପାଞ୍ଜି ଅନୁସାରେ ପଞ୍ଚମ ମାସର 10ମ ଦିନରେ। ଏଇଟା 2 ଦିନ ଧରି ଚାଲେ। ଆଉ ୟାର ସବୁଠୁ ବଡ଼ ଆକର୍ଷଣ ହେଉଛି ଚାମ୍ ନୃତ୍ୟ। ଚାମ୍ ନୃତ୍ୟ? ଆଚ୍ଛା, ଏଇଟା କ'ଣ? ଏ ବିଷୟରେ ଟିକେ ବେଶୀ କୁହନ୍ତୁ ନା। ହଁ, ଚାମ୍ ହେଲା ଏକ ପାରମ୍ପରିକ ମୁଖା ନାଚ, ବହୁତ ପୁରୁଣା। ଏଥିରେ ଲାମାମାନେ ରଙ୍ଗବେରଙ୍ଗ ପୋଷାକ ପିନ୍ଧନ୍ତି ଆଉ ବଡ଼ ବଡ଼ ମୁଖା, ବିଭିନ୍ନ ଦେବତା, ଦାନବ, ଏମିତିକି ପଶୁପକ୍ଷୀଙ୍କର ମୁଖା ବି ଥାଏ। ଏଇ ନାଚ ଦ୍ୱାରା ସେମାନେ କିଛି ନୀତି ଶିକ୍ଷା ଦିଅନ୍ତି ଆଉ ଦେଖାନ୍ତି କେମିତି ଖରାପ ଉପରେ ଭଲର ଜୟ ହୁଏ। ଏଟା ଖାଲି ମନୋରଞ୍ଜନ ନୁହେଁ, ଏହା ପଛରେ ଗୋଟେ ଗଭୀର ଆଧ୍ୟାତ୍ମିକ କଥା ବି ଅଛି। ବାଃ, ବହୁତ ବଢ଼ିଆ ତ। ମାନେ ଗୋଟେ ମଠ ଭିତରେ 2 ଦିନ ଧରି ଏତେ ବଡ଼ ଆୟୋଜନ, ଆଉ ସେଠି ଧର୍ମ, କଳା, ସଂସ୍କୃତି ସବୁର ମିଶ୍ରଣ ଦେଖିବାକୁ ମିଳେ। ଏଇଟା ନିଶ୍ଚିତ ଭାବେ ସେ ଅଞ୍ଚଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ସମୟ ହେଇଥିବ ନା? ହଁ, ଏକଦମ। ଏଇଟା ଖାଲି ଧାର୍ମିକ ଦୃଷ୍ଟିରୁ ନୁହେଁ, ସାମାଜିକ ଆଉ ସାଂସ୍କୃତିକ ଭାବେ ବି ବହୁତ ମହତ୍ତ୍ୱ ରଖେ। ଏହି ସମୟରେ ସ୍ଥାନୀୟ ଲୋକେ ସବୁ ଏକାଠି ହୁଅନ୍ତି, ନିଜ ପରମ୍ପରାକୁ ପୁଣିଥରେ ମନେ ପକାନ୍ତି, ନିଜ ଆସ୍ଥାକୁ ଆହୁରି ଦୃଢ଼ କରନ୍ତି। ଆଉ ବାହାରୁ ଯୋଉ ପର୍ଯ୍ୟଟକ ଯାଆନ୍ତି, ତାଙ୍କ ପାଇଁ ତ ଏହା ଏକ ପୁରା ନୂଆ ଅନୁଭୂତି। ଆଉ ଗୋଟେ କଥା, କିଛି କିଛି ଖାସ୍ ବର୍ଷରେ ଗୁରୁ ପଦ୍ମସମ୍ଭବଙ୍କର ଗୋଟେ ବିରାଟ ବଡ଼ ଥାଙ୍କା, ଆମର ଯେମିତି ପଟ୍ଟଚିତ୍ର, ସେମିତି ଗୋଟେ ବଡ଼ କପଡ଼ା ଚିତ୍ର ବାହାର କରାଯାଏ। ତାକୁ ଦେଖିବା ବି ଗୋଟେ ବଡ଼ ସୁଯୋଗ। ଆଚ୍ଛା, ତେବେ ସବୁ କଥା ଶୁଣିଲା ପରେ ମୋଟାମୋଟି ଭାବେ ଏୟା ବୁଝାପଡ଼ୁଛି ଯେ ହେମିସ୍ ସେଚୁ ହେଉଛି ଲଦାଖର ହେମିସ୍ ମଠରେ ହେଉଥିବା 2 ଦିନିଆ ରଙ୍ଗାରଙ୍ଗ ପର୍ବ। ଆଉ ଏଇଟା ତିବ୍ବତୀୟ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଗୁରୁ ପଦ୍ମସମ୍ଭବଙ୍କ ଜନ୍ମଦିନ ପାଇଁ ପାଳନ ହୁଏ। ଆଉ ଏହାର ମୁଖ୍ୟ ଆକର୍ଷଣ ହେଲା ସେଇ ଚାମ୍ ନୃତ୍ୟ। ହଁ, ସଠିକ୍ କହିଲେ। ଆଉ ଏହା ସହିତ ଏ କଥା ବି ଭାବିବା କଥା ଯେ ଦେଖନ୍ତୁ, କେମିତି ଜଣେ ଐତିହାସିକ ବ୍ୟକ୍ତିଙ୍କର ଜୀବନର ଗୋଟେ ଘଟଣା, ଏଠି ଯେମିତି ତାଙ୍କର ଜନ୍ମଦିନ, କେମିତି ଶହ ଶହ ବର୍ଷ ଧରି ଗୋଟେ ପୁରା ସମ୍ପ୍ରଦାୟ ପାଇଁ ଏତେ ଜୀବନ୍ତ, ଏତେ ଅର୍ଥପୂର୍ଣ୍ଣ ଆଉ ସ୍ଥାୟୀ ସାଂସ୍କୃତିକ ପରମ୍ପରା ହେଇ ରହିପାରିଛି। ଏ ଉତ୍ସବଟା ଖାଲି ଗୋଟେ ସ୍ମୃତିଚାରଣ ନୁହେଁ, ଏହା ଏକ ଜୀବନ୍ତ ଇତିହାସ। ପ୍ରକୃତରେ ଏଇଟା ବହୁତ ଗଭୀର କଥାଟିଏ କହିଲେ ଆପଣ। ପରମ୍ପରା କେମିତି ଇତିହାସକୁ ବଞ୍ଚେଇ ରଖେ, ତାର ଏକ ବହୁତ ସୁନ୍ଦର ଉଦାହରଣ ଏଇଟା।